ଶ୍ରାବଣ ମାସ ଆରମ୍ଭ ହୋଇଯିବ। ସୋମବାର ରବିବାର ଆମର ଭକ୍ତମାନେ ଆସିକି ବିଭିନ୍ନ ଶୈବପୀଠରେ ଜଳଦାନ କରିବେ। ତ ଏଥିପାଇଁ ଆମର ପୋଲିସ ପ୍ରଶାସନ ତରଫରୁ ଏସପି ସାର୍ଙ୍କ ନିର୍ଦ୍ଦେଶ କ୍ରମେ ଆମର ସବୁ ଧର୍ମସ୍ଥଳୀ ଶୈବପୀଠରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆମର ସଦର ସବ୍ ଡିଭିଜନରେ ଆପଣ ଜାଣିଥିବେ କପିଳାସ, ଗେଙ୍ଗୁଟିଆ ଏବଂ ଭାପୁରରେ ଥିବା ପଶ୍ଚିମେଶ୍ୱର ମନ୍ଦିରରେ ଭକ୍ତମାନଙ୍କର ଯେମିତି କିଛି ଅସୁବିଧା ନ ହୁଏ ସେଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସେପାରେଟ ଡିଏସପି, ଇନ୍ସପେକ୍ଟର ଏବଂ ସବ୍ ଇନ୍ସପେକ୍ଟର ର୍ୟାଙ୍କର ବିଭିନ୍ନ ପଦାଧିକାରୀ ମୁତୟନ ହୋଇଛନ୍ତି ଏବଂ ସର୍ବୋପରି ଯେମିତି ଭକ୍ତମାନଙ୍କୁ କିଛି ଅସୁବିଧା ନ ହଉ ସେଥିପାଇଁ ପୋଲିସ ପ୍ରଶାସନ ତତ୍ପର ଅଛି। ଗାଡ଼ିଯାନ ଗୁଡ଼ାକୁ ସେଇ ରାସ୍ତାରେ ସେଦିନ ପାଇଁ ଆମେ ବ୍ୟାନ୍ କରିବୁ, ସେ ରାସ୍ତାରେ ଯିବାକୁ ଦବୁ ନାହିଁ ଏବଂ ଯଦି ବି କୌଣସି ଗାଡ଼ି ସେ ରାସ୍ତାରେ ଯିବା ପାଇଁ ଚେଷ୍ଟା କରେ ଆମେ ଭକ୍ତମାନେ ସେଇଠୁ ଜଳଦାନ କରିକି ନ ଫେରିବା ଯାଏଁ ସେଇ ଗାଡ଼ି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆଉଟସ୍ପଟରେ ପାର୍କିଂ କରିକି ରହିବ ଏବଂ ସମସ୍ତେ ଫେରି ସାରିଲା ପରେ ତାପରେ ଆମେ ସେଇ ଗାଡ଼ି ଗୁଡ଼ାକୁ ମୁଭ୍ କରିବା ପାଇଁ ତାଙ୍କୁ ପରମିଶନ ଦେବୁ। ଆଜିକାର ବୈଠକରେ ସେ ଆମେ ତ ସବ୍ ଡିଭିଜନାଲ ଲେଭେଲରେ ମିଟିଂ କରିଥିଲୁ ଏବଂ ତାର ଯେମିତି ଲୋକଙ୍କର ସୁରକ୍ଷା, ଆଲୋକ ବ୍ୟବସ୍ଥା, ଲୋକଙ୍କର ପିଇବା ପାଣି ସହିତ ଶୌଚାଳୟ ପାଣି ଏବଂ ସ୍ନେକ୍ ହେଲ୍ପଲାଇନ୍ ଏବଂ जो जंगल विभाग तरफ हाथी सुरक्षा, पानी नेला बेले जमी भक्तर किसी अघटन न घटे बैरिकेडिंग, फायर डिपार्टमेंट और इलेक्ट्रिकल डिपार्टमेंट पीडब्ल्यूडी जमी रास्ता सफा कर, फॉरेस्ट डिपार्टमेंट एक्टिविटी करेंगे, ये सब उपर आलोचना कराला। सबुठ बड़ गुरुत्वपूर्ण कथा है जो आम पॉलिथिन बैन करूँ पुणी आउ थे रिइनफोर्स कर काली आम सब 3 जणिया कमिटी तीन टा डिपार्टमेंट जो लोक मैंने रे से पुणी काली इनफोर्स करेंगे, पॉलिथिन संपूर्ण रूपे बैन कर सैंक्चुरी एरिया रे।